ନା, ମୁଁ କହିଥିଲି ଆପଣ ମାନଙ୍କୁ ବହୁତ ଜଣ ବାଇବେଲର ଆଶୀର୍ବାଦର ଚାରି ପାଞ୍ଚଟି ପଦ ପର୍ବ ଘୋଷି ଦେଇକି ଜୀବନ ସାରା ସବୁ ସଭାରେ ସେ ଚାରି ପାଞ୍ଚଟା ପଦ ହିଁ କହି କହିଥାନ୍ତେ ସେମାନେ। ଆମ୍ଭେ ତୁମ ସଙ୍ଗରେ ଅଛୁ, ଭୟ କର ନାହିଁ, ଆମ୍ଭେ ତୁମର ଆରୋଗ୍ୟକାରୀ ପରମେଶ୍ୱର ଅଟୁ। ଏ ଗୋଟେ ପଦ। ତୁମେ ଭୟ କର ନାହିଁ, ସେ ଗୋଟେ ପଦ। ଆମ ତୁମର ସୁସ୍ଥତାକାରୀ ପରମେଶ୍ୱର, ସେଇଟା ଗୋଟେ ପଦ। ଆମ୍ଭେ ଜିହୋବା ଜିରି ପରମେଶ୍ୱର, ସବୁ ଅଭାବ ସବୁ ପୂର୍ଣ୍ଣ କରୁ, ସେଇଟା ଗୋଟେ ପଦ। ଚଳେ, ପ୍ରଭୁ କହିଛନ୍ତି ତ କରିବେ। ତ ପ୍ରାର୍ଥନା କର, ତମେ ବିଶ୍ୱାସ ପ୍ରାର୍ଥନା କର, ପ୍ରଭୁ କରିଦେବେ ଭାବୁଛନ୍ତି। ସେମିତି ହେଉଛି କି ନାଇଁ? ହେଉନି। ସେମିତି ହୁଏ ନାହିଁ ବ୍ରଦର ସିଷ୍ଟର। ଇଟ୍ ଇଜ ନଟ୍ ଲାଇକ୍ ଦ୍ୟାଟ୍। ବୁଝିଲେ? ବେଳେ ବେଳେ ଟିଭି କି କମ୍ପ୍ୟୁଟର ଆମେ କିଣିକି ପଳେଇ ଆସିଲା ପରେ, ନା ମୁଁ ଜାଣିଛି ବୋଲୁଥିବୁ। ଆମ ଘର ଗୋଟେ ପିଲା ଥିବ, ଜାଣିଛ କରିଦେବି ସଜାଏ, ନା ନା ଲଗାଇଲା ବେଳକୁ ନା ଅନ୍ ହେଉଥିବ ନା କିଛି ହେଉ, ଇନଷ୍ଟଲେସନ ଜାଣିପାରିବେ ନାହିଁ। ତାପରେ ବାଧ୍ୟ କହିକି ଏକ୍ସପର୍ଟସ କୁ ଡାକିବାକୁ ପଡେ। ସାର୍ କାହାକୁ କହିଲେ ପଠାନ୍ତୁ, ଅନ୍ ହେଉନି, ଏଟା ଅନ୍ ହେଉଛି ଯେ ଲାଇଟିଂ ହେଉଛି ଯେ କିଛି ଦେଖା ଯାଉନି, କିଛି ଆସୁନି। ଏକ୍ସପର୍ଟସ ଆର୍ ଦେयर, ନିପୁଣ ସେବକ ମାନେ ବି ସେମିତି ଅଛନ୍ତି ଯେମାନଙ୍କୁ ପରମେଶ୍ୱର ଆପଣର ଏଜେଣ୍ଟସ୍ ପୁରୀ ନିଯୁକ୍ତ କରୁଛନ୍ତି। ଆପଣ କମ୍ପାନୀର ଅଥରାଇଜ୍ଡ ଏଜେଣ୍ଟସ୍ କୁ ନିଯୁକ୍ତ କରନ୍ତି କି ନାହିଁ? ଆମେ ଆମେ ସୁଇଚ ବୋର୍ଡ ଖୋଲି ଦେଇକି କିଛିଟା କନେକ୍ସନ ଟିକେ ଏପଟ ସେପଟ ହେଲେ କରିଦେଉଛୁ ବୋଲି, ତୁମ ମୋବାଇଲ ଖରାପ ହେଇଛି ବୋଲି ମୋବାଇଲକୁ ଖୋଲି ଦେଇକି ଟ୍ରାଏ କରଲେ ହେବ କି? ଆମେ ନିଜେ ମୋବାଇଲକୁ ଖୋଲି ଦେଲେ ତ ଦୋକାନରେ ନେବ ଆକା ନାଇଁ ସେ, ନା ନା ଆପଣ ଖୋଲିଛନ୍ତି କି ଏଟା, ନାଇଁ ହେଲେ ନେଇଯାଆନ୍ତୁ ବୋଲିବ। ଏକ୍ସପର୍ଟସ ଥିବେ ଆଜ୍ଞା, ଏକ୍ସପର୍ଟସ, ନିପୁଣ, ବିଜ୍ଞ, ବିଶିଷ୍ଟ। ସେମିତି ପ୍ରଭୁଙ୍କ ଦ୍ଵାରା ନିଯୁକ୍ତ ଦାସ ମାନେ ଅଛନ୍ତି, ଚିହ୍ନନ୍ତୁ। ଶୈତାନ ପଠାଇଥିବା ଦାସ ମାନେ ବି ଥିବେ, ଜାଗ୍ରତ, ଟିକେ ଚିହ୍ନନ୍ତୁ। ଆଣ୍ଡ ସେଲ୍ଫ ମେଡ୍ ଦାସ ମାନେ ବି ଥିବେ, ଜାଗ୍ରତ। ସେଲ୍ଫ ମେଡ୍ କହିଲେ ନିଜେ ଖୋଲି ଦେଉଥିବେ। ନା ପ୍ରଭୁ ପଠାଇଥିବେ ମାନେ, ନା ପ୍ରଭୁଙ୍କୁ ପରମିଶନ ମାଗିକି ଆସିଥିବେ। ଅନଅଥରାଇଜ୍ଡ ସର୍ଭିସ ସେଣ୍ଟର୍ସ ବି ଥାଏ, କ୍ୱାଲିଫାଇଡ ହେଇନଥିବେ। କ୍ୱାଲିଫାଇଡ ହେଇନଥିବା ଡକ୍ଟର୍ସ ମାନେ ଅଛନ୍ତି, କ୍ୱାଲିଫାଇଡ ହେଇନଥିବା ଇଞ୍ଜିନିୟର୍ସ ମାନେ ଅଛନ୍ତି। ଶସ୍ତାରେ କାମ ହେଇଯାଏ ବୋଲି ଏମାନଙ୍କୁ ବିଶ୍ୱାସ କରିଥାଉ। କୋଉ ପେଟ ବଥା, କୋଉ ମୁଣ୍ଡ ବଥା ଚଳିଯାଏ, ତ କ୍ୟାନ୍ସର ଫ୍ୟାନ୍ସର ବୋଲି କହିଲା ବେଳକୁ ଏମାନେ ଚିକିତ୍ସା କଲେ ତ ମରିଯାଇ ହେବ। ବୁଝିଲେ କି? ହେଁ? ସେମିତି ଯେମିତି ଚୋର କ୍ୱାଲିଫାଇ ହେଇନଥିବା ଇଞ୍ଜିନିୟର୍ସ ମାନେ, ଡକ୍ଟର୍ସ ମାନେ, ମେସ୍ତ୍ରୀ ମାନେ, ଡ୍ରାଇଭର୍ସ ମାନେ ଯେମିତି ଅଛନ୍ତି, ସେମିତି କ୍ୱାଲିଫାଇ ହେଇନଥିବା ଦାସ ମାନେ ବି ବୁଲୁଛନ୍ତି। ମଣ୍ଡଳୀ ମଣ୍ଡଳୀ ବି କରିଦେଇଛନ୍ତି, ବାପ୍ତିସ୍ମ ବି ଦେଇ ପକାଉଛନ୍ତି। ଜାଗ୍ରତ ଟିକେ। ଏଇ ଜଣେ ଲୋକ ଯେ ବିବାହ ବସ୍ତ୍ର ପିନ୍ଧି ନଥିଲା, କାହାର ଗାଇଡାନ୍ସ ରେ ଥିଲା କି? ନାଇଁ ସେ ରାଜା ସେମିତି କହିବେ, ନା ନ କରିଲେ ବି ଚଳିବ, ଆମେ ପରେ ମାଗିଥିଲୁ, ଆମେ ଡାକ ବୋଲି କହିଥିଲୁ କି? ସେ ତ ନିଜେ ଡାକିଥିଲେ। ଆଉ ଆମକୁ ଇଚ୍ଛା ଲାଗୁନି ଡ୍ରେସ ପିନ୍ଧିବାକୁ, ଆମେ ଧୁଆ ଧୁଇ ହେବୁନି, ବ୍ଲେସ କର ଖାଲି ମତେ। ବହୁତ ଜଣ ମନ ପରିବର୍ତ୍ତନ କରିବେନି, ବାପ୍ତିଜିତ ହେବେ ନାହିଁ, ପବିତ୍ରୀକୃତ ହେବେ ନାହିଁ, ନିଷ୍ପତ୍ତି ନେବେ ନାହିଁ, ପୃଥକ କରିବେ ନାହିଁ, କିନ୍ତୁ ବ୍ଲେସ, ଦେ ନିଡ ବ୍ଲେସ, ଦେ ଜଷ୍ଟ ୱାଣ୍ଟ ଭୋଜି। ଭୋଜି ଦିଅ ମତେ, ତୁମେ ପରା ଡାକିଲ। ଅନୁଗ୍ରହ ମିଳୁଛି ବୋଲି ବହୁତ ଜଣ ପାପ କରିବାରେ ଏନ୍ଜୟ କରୁଛନ୍ତି। କାହିଁକି ବୋଲ, ଅନୁଗ୍ରହ ଅଛି ନା, ସେ ରାଗିବେ ନାହିଁ। ଅନୁଗ୍ରହ କଣ ପାଇଁ ଦିଆହେଇଛି? ହେଲେ ରାଗିବେ ନାହିଁ ସେ, ନା ସେ ତ ସେ ଜାଣିଛନ୍ତି ଆମେ ଦୁର୍ବଳ ଲୋକ, ଦୁର୍ବଳ ମନୁଷ୍ୟ, ଆମର ଏଇ ୱିକନେସ ଅଛି ବୋଲି ଜାଣିନାହାନ୍ତି କି ସେ ବୋଲି ନିଜେ ନିଜେ ଏଡଜଷ୍ଟ ହୋଇ ଯାଉଛନ୍ତି, ଯୋଉଠିକି ବାକ୍ୟ ସେମିତି କହେ ନାହିଁ। ଏମାନେ ଏମିତି ଗୋଟେ ପଦ କେତେଟା ଦେଖାଇ ଦିଅନ୍ତି, ଦେଖି ଦିଅନ୍ତି, ଯୋଉଠି ଲେଖାଯାଏ କି ଖ୍ରୀଷ୍ଟ ଯୀଶୁଙ୍କ ଠାରେ କୌଣସି ଦଣ୍ଡ ଆଜ୍ଞା ନାହିଁ। ହେଁ? ଧାର୍ମିକ ବ୍ୟକ୍ତି 7 ଥର ପଡ଼ିଲେ ପଡ଼ିଗଲେ ହେ ସେ ଉଠିବ, ଏମିତି ଗୋଟେ ପର୍ବ ଥିବ। ତାହା ଧରି ନେଇକି ଭାବୁଥିବେ ନା ଆଉ ପାପ ବି କରିହେବ ବୋଲିବାର ଶିକ୍ଷା ଯାହା ଆସିଛି ସେ ବିଷୟରେ କହୁଛି। ଏମାନେ ସେଇ ଦଳରେ ଥିବେ, ଆହୁତ ଦଳରେ ଥିବେ,
କିନ୍ତୁ ନିୟମ ପାଳନ କରିନଥିବେ, ଧୌତ ହେଇନଥିବେ, ବିବାହ ବସ୍ତ୍ର ପିନ୍ଧି ନଥିବେ। ବିବାହ ବସ୍ତ୍ର ବୋଲି କହିଲେ କଣ କହିଲି ଆପଣମାନଙ୍କୁ? ପରିତ୍ରାଣର ବସ୍ତ୍ର, ପରିତ୍ରାଣ ପ୍ରାପ୍ତ ହେବାର। ତ ତାହାପରେ ସେ ରାଜା କହିଲେ, ଯେହେତୁ ନିୟମ ପାଳନ କରିନି, ବିବାହ ବସ୍ତ୍ର ହେଇନି, ଖାଲି ଭୋଜି ଦରକାର, ଆକୁ ଖାଲି ଆଶୀର୍ବାଦ ଦରକାର, ହିଲିଂ ଦରକାର, ଜବ ଦରକାର, ଘର ଦ୍ୱାର ଦରକାର, ପଇସା ଦରକାର, କିନ୍ତୁ ପବିତ୍ରତା ଦରକାର ନାହିଁ, ଆତ୍ମିକତା ଦରକାର ନାହିଁ, ବିଶ୍ୱାସର ଜୀବନ ଦରକାର ନାହିଁ, ବିଶ୍ୱସ୍ତତାର ଜୀବନ ଦରକାର ନାହିଁ, ଧାର୍ମିକତାର ନ୍ୟାଯ୍ୟର ଜୀବନ ଦରକାର ନାହିଁ, ସ୍ୱର୍ଗକୁ ଯିବାର ଲକ୍ଷ୍ୟ ନାହିଁ। ତେଣୁକରି କାହିଁକି ବେକାରରେ? ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆପଣ ମାନଙ୍କର ଲକ୍ଷ୍ୟ ଯଦି ସ୍ୱର୍ଗ ନୁହେଁ, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆପଣଙ୍କର ଲକ୍ଷ୍ୟ ଯଦି ସାଂସାରିକ ଆଶୀର୍ବାଦ, ଧନ ରୂପା ସୁନା, ଗାଡି ବଙ୍ଗଲା, ଜବ, ମ୍ୟାରେଜ, ପିଲା ଛୁଆ ବୋଲି କହିଲେ ଯୀଶୁଙ୍କର ଦରକାର ନାହିଁ। ଦେବାଦେବୀ ବି ଦେଇପାରିବେ ସେଇଟା। କାହିଁ? ଯେଉଁମାନେ ପ୍ରଭୁଙ୍କୁ ପାଇନାହାନ୍ତି, ଅଣ ଖ୍ରୀଷ୍ଟିୟାନ ମାନେ ସବୁ ଗରିବ ଲୋକ କି ନାଇଁ? ତ ସେମାନେ ପୂଜା କରୁଥିବା ଦେବାଦେବୀ ସବୁ ଦେଇ ଜାଣୁଛନ୍ତି। ନହେଲେ ଏତିକି ଛୋଟ ମନ୍ଦିର ଏତେ ବଡ ମନ୍ଦିର କାହିଁକି ହେଇଯାଏ ଧୀରେ ଧୀରେ? କିଛିଟା ପାଇଛନ୍ତି ବୋଲି କେତେ ଜଣ ମାନତ କରିକି ଗୋଟେ ବଡ ମନ୍ଦିର କରିଦିଅନ୍ତି, ଯେମିତି ବଡ ହେଇଯାଏ। कुछ मिल रहा है इसलिए कुछ करते हैं अपने मंदिर के लिए, देवी देवताओं के लिए। तो ମୁଁ କହେ, ଯଦି ସଂସାରର କିଛି ସୁଖ ବିଳାସ ପୂର୍ଣ୍ଣ ହେବାର ହିଁ ଯଦି ଲକ୍ଷ୍ୟ, ତାହେଲେ ପ୍ରଭୁଙ୍କ ପାଇବା ଆବଶ୍ୟକ ନାହିଁ। ଆଜ୍ଞା, ସୁସମାଚାରର ଲକ୍ଷ୍ୟ ତାହା ନୁହେଁ। ସୁସମାଚାରର ଲକ୍ଷ୍ୟ ହେଲା ସ୍ୱର୍ଗ ରାଜ୍ୟ। ସ୍ୱର୍ଗ ଦରକାର କି ପ୍ରଭୁ ହିଁ ନେଇପାରିବେ। ସ୍ୱର୍ଗ ଯଦି ଦରକାର ତ ଜାଣ, ସ୍ୱର୍ଗ ପବିତ୍ର ସ୍ଥାନ ଅଟେ। ସେଠିକାର ପରମେଶ୍ୱର ପବିତ୍ର ପରମେଶ୍ୱର ଅଟନ୍ତି। ତ ସେ ପବିତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ, ସେ ସ୍ୱର୍ଗ ରାଜ୍ୟର ପବିତ୍ର ସ୍ଥାନରେ ପାଦ ପକାଇବାକୁ ଆମକୁ ମଧ୍ୟ ପବିତ୍ର ହେବାକୁ ପଡେ। ତ ଆମେ କେମିତି ପବିତ୍ର ହେଇପାରିବୁ? କୋ ଗଙ୍ଗା ନଦୀର ପାଣି ଆମକୁ ପବିତ୍ର କରିପାରିବ? କୋ ଗୋଦାବରୀ, କୋ ମହାନଦୀର ଜଳ ଆମକୁ ପବିତ୍ର କରିପାରିବ? କୋ ସାବୁନ ଲଗାଇଲେ ଆମକୁ ଆମେ ପବିତ୍ର ହେଇପାରିବ? ସାବୁନ ଲଗାଇକି ଆପଣ ମାନେ ପାଣିରେ ଗାଧେଇଲେ ସଫା ହେଇପାରିବେ, ପବିତ୍ର ହେଇପାରିବେ ନାହିଁ। ଆମ୍ଭମାନଙ୍କୁ ପବିତ୍ର କରିବା ନିମନ୍ତେ ସାବୁନ ଆଉ କାମ ଦେବ ନାହିଁ। ଆଉ ଏ ନଦୀ ମାନଙ୍କର ପାଣି ବି କାମ ଦେବନି। ମିନେରାଲ ୱାଟରରେ ଗାଧେଇଲେ ବି ପବିତ୍ର ହେଇପାରିବେ ନାହିଁ। ତାହା ପାଇଁ ଦିଆ ହେଇଛି ସ୍ୱର୍ଗରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ, ୱାନ୍ ଆଣ୍ଡ ଓନ୍ଲି ପବିତ୍ର ରକ୍ତ, ପାପ ନଥିବା ରକ୍ତ, ପାପର ଭାଇରସ ବି ନଥିବା ରକ୍ତ ଦେଇ ଆମେ ଧୌତ ହେଲେ ଆମେ ପବିତ୍ରୀକୃତ ହେଉ। ଆଉ ସେଇ ରକ୍ତ ଆମକୁ ଧୌତ କରିବା ପାଇଁ ଆମକୁ କଣ କରିବାକୁ ପଡିବ? ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାକୁ ପଡିବ, ତାଙ୍କର କ୍ରୁଶରେ ବିଶ୍ୱାସ କରିବାକୁ ପଡିବ, ତାଙ୍କର କ୍ରୁଶୀୟ ଯାତନାରେ ବିଶ୍ୱାସ କରିବାକୁ ପଡିବ, ତାଙ୍କର ସେ ଝରାଇଥିବା ରକ୍ତରେ ବିଶ୍ୱାସ କରିବାକୁ ପଡିବ। ତାଙ୍କରି ଏଇ ସବୁ ନିର୍ଯାତନା ଆଉ ତାଙ୍କର ମୃତ୍ୟୁ ଆମର ପାପର ଦଣ୍ଡ ଥିଲା, ଯାହା ସେ ତାଙ୍କ ଉପରେ ନେଇଗଲେ ବୋଲି ବିଶ୍ୱାସ କରିବାକୁ ପଡିବ। ଆଉ ସେ ମୃତ୍ୟୁବରଣ କରି କବର ପ୍ରାପ୍ତ ହୋଇ ପୁନରୁତ୍ଥାନ ପ୍ରାପ୍ତ ହୋଇ ଜିତିକି ଉଠିଲେ ବୋଲି ବିଶ୍ୱାସ କରିବାକୁ ପଡିବ। ଆଉ ସେ ସ୍ୱର୍ଗ ଆରୋହଣ କଲେ, ତେଣୁକରି ତାଙ୍କର ହାତ ଧରିଲେ ହିଁ ଆମକୁ ସ୍ୱର୍ଗର ଆଡ୍ରେସ ମିଳିବ, ନହେଲେ ନାହିଁ। ଏହା ହିଁ ସୁସମାଚାର ଅଟେ। ଜଗତରେ ଗୋଟେ ସୁଖ ବିଳାସର ଜୀବନ ଦେବା ପାଇଁ ପ୍ରଭୁ ଆସିନାହାନ୍ତି, ଆସିନଥିଲେ ଆଜ୍ଞା ଜଗତକୁ। ସ୍ୱର୍ଗର ବାଟ ଦେଖାଇବା ପାଇଁ ଆସିଥିଲେ। ପ୍ରେଜ ଦ ଲର୍ଡ। ଟୋଟାଲି ସୁସମାଚାର ତ ପ୍ରଚାର ତ ହେଉ ଆକା ନାହିଁ ଜାଗା ସମସ୍ତ ଇଏରେ, ଦୁନିଆରେ ବନ୍ଦ ହେଇଗଲାଣି। ପବିତ୍ର ବିଶ୍ୱସ୍ତ ସେବକ ମାନେ କମିଗଲେ, ବେଶୀ ଦେଖା ଯାଉନାହାନ୍ତି। ଏଇ ସବୁ ସଭା ଗୁଡିକ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ, ଲାଇଟିଂ, ଷ୍ଟେଜ ଡେକୋରେସନ, ମ୍ୟୁଜିକ, ବାଜା, ନାଚ, ଏଟା ସବୁ ପ୍ରଭୁଙ୍କର ସେବା ବୋଲୁଛନ୍ତି କି? ସବୁ କରପ୍ଟ ହେଇଗଲାଣି। ଆଉ ସବୁ କରପ୍ଟ ହେଇଗଲା ବ୍ରଦର ସିଷ୍ଟର। ଫ୍ୟାସନ ପ୍ରଭୁଙ୍କର ସାନ୍ନିଧ୍ୟର, ସେବାର, ପ୍ରଭୁଙ୍କର ଉପସ୍ଥିତି ପାଇବାର ପ୍ରାର୍ଥନା
ଲୋକମାନେ ପରିତ୍ରାଣ ପାଇ ବନ୍ଧନ ମୁକ୍ତ ହେବାର ସଭା ଗୁଡିକ ନୁହେଁ, ଏଟା ପ୍ରୋଗ୍ରାମ ଗୋଟେ। ମତେ କେତେ ଜଣ କୁହନ୍ତି, ଆଜ୍ଞା ଗୋଟେ ପ୍ରୋଗ୍ରାମ କରିବା ପାଇଁ ଯାଉଛୁ। କି ଡ୍ୟାନ୍ସ ପ୍ରୋଗ୍ରାମ କି? ଆଜ୍ଞା ଗୋଟେ ପ୍ରୋଗ୍ରାମ କରିବା ପାଇଁ ଯାଉଛୁ, ଆଉ କେତେବେଳେ ଫୋନ କରିବା, ଆପଣ ଡେଟ୍ ଗୋଟେ ଦରକାର। कॉमेडी प्रोग्राम की कॉमेडी स्टैंड अप कॉमेडी है, मैजिक शो प्रोग्राम, स्किट डांस कोरियोग्राफी, ସେଇ ସବୁ ପ୍ରୋଗ୍ରାମ ଅଟେ। ଲାଷ୍ଟ କୁ ପ୍ରଭୁଙ୍କର ସଭା ଗୁଡିକ ବି ପ୍ରୋଗ୍ରାମ ହେଇଗଲା। ଦେ नो इट्स इट्स अ प्रोग्राम, दैट्स इट। तो आमे माने परफॉर्मर्स अटू, प्रभु दास माने किछटा अपना टैलेंट शो करके देखाई कि जिबे। और ताहा पे दास भी अपना टैलेंट देखाइबो, सिंगर माने भी आसी टैलेंट देखाइबे, बाजा बजा लोक भी टैलेंट देखाइबो, ये स्थानीय कोयर वाला भी ठिया कि अपना टैलेंट देखाइ, सब टैलेंट देखाइबार प्लेटफॉर्म हे गला। हमर मुह को इंडियन आइडल जाई परिबो नहीं, से ये रे डांस इंडिया डांस रे जाई नाची परिबो नहीं। तो हमर सब टैलेंट एठी प्रोग्राम रे देखाइबे, क्रिश्चियन प्रोग्राम रे देखाइबार। ଧ୍ୟାନ କରିକି ଦେଖନ୍ତୁ ତ, କୋଉଠି ସଭା ହେଉଛି, କୋଉଠି ପ୍ରଭୁଙ୍କର ଉପସ୍ଥିତି ହେଉଛି? ନା, ନାଚ ଖେଳ ଧୂଳି ଉଠେଇକି ନାଚିଲା ପରି 3 ମାର ଷ୍ଟେପରେ। ସତରେ ଯୋଉଠି ପ୍ରଭୁଙ୍କର ଉପସ୍ଥିତି ଥାଏ ଆଜ୍ଞା, ଈଶ୍ୱରଙ୍କର ଭୟ ଆବରି ଦିଏ ସେ ଅଞ୍ଚଳକୁ। ପ୍ରଭୁ ଓହ୍ଲେଇ ଆସିଲେ, we will tremble with fear, shivering, ଥର ଥର କମ୍ପିତ ହେଉ। ଜାଣିପାରିଲେନି ପ୍ରଭୁଙ୍କର ଉପସ୍ଥିତିକୁ ଚିହ୍ନିବାର କେମିତି, ପ୍ରଭୁଙ୍କର ବାକ୍ୟକୁ ଚିହ୍ନିବାର କେମିତି ଜାଣିପାରିଲେ ନାହିଁ। ତ ସେ ଲୋକ ନିରୁତ୍ତର ହୋଇ ରହିଲା। ତାକୁ ଖାଇବାଟା ଦରକାର ଥିଲା, ଏସ୍ ବ୍ଲେସିଂ ଦରକାର ଥିଲା, କିନ୍ତୁ ନିଜ ଜୀବନକୁ ସଜାଡ଼ିବୁ, ଧୋଇବୁ, ସୁଧାରିବୁ ବୋଲିବାର ମାଇଣ୍ଡ ସେଟ ନାହିଁ ତାର। ତ ରାଜା ଆସି କହିଲେ ତାକୁ ହାତ ଗୋଡ ବାନ୍ଧି ଦେଇକି ବାହାର ଅନ୍ଧକାରରେ ପକାଇ ଦିଅ, ସେଠି ଦନ୍ତର କିଡିମିଡି, ରୋଦନ ଦନ୍ତର କିଡିମିଡି ଥିବ ବୋଲି କହିଲେ। ବାହାର ଅନ୍ଧକାର, ଆଉଟ ଅଫ ଦ ବକ୍ସ ଥିବେ ଏମାନେ, ଭିତରେ ପଶି ପାରିବେ ନାହିଁ। ଦେଖ ବହୁତ ଜଣ ସଭା ମାନଙ୍କରେ, ଚର୍ଚେସ୍ ମାନଙ୍କରେ ଏ ପିଲାମାନେ ଗୀତ ଗାଇ ଦେଇକି ବାହାରେ ବୁଲୁଥିବେ ସେ ବାରଣ୍ଡାରେ, ଇନଡାଇରେକ୍ଟଲି କୋଉ ଝିଅକୁ ବାହାରକୁ ଡାକି ଆଣୁଥିବ, ସେ ପାଣି ପିଇବି ବୋଲି ସେ ବାହାରେ ପଡିଥିବ। ଇଏ ଆଡୁଥିବେ, ବାକ୍ୟ ବେଳକୁ ପ୍ରାର୍ଥନା ବେଳକୁ ନଥିବେ ସେମାନେ, ବାହାରେ ଥିବେ, ଆଉଟ ଅଫ ଦ ବକ୍ସ। ବାହାର ଅନ୍ଧକାରକୁ ଯିବା ଲୋକମାନଙ୍କୁ ଚିହ୍ନି ଦିଅନ୍ତୁ ଆପଣ ମାନେ। ସଭାରେ ତ ପ୍ରାର୍ଥନାରେ ତ ବସୁନ, ତ ବାହାରେ ଘରେ ଯାଇକି ରହୁନ, ନା ନା ଆସିବେ କିନ୍ତୁ ଭିତରକୁ ଆସିବେ ନାହିଁ। ଏ ତ ଗୋଟେ କୋଟେସନ କହିଥାଏ ମୁଁ, being in a meeting and being in the presence of God both are not same। ଗୋଟେ ସଭାରେ ଯୋଗ ଦେବାର ଆଉ ପ୍ରଭୁଙ୍କର ସାନ୍ନିଧ୍ୟରେ ଯୋଗ ଦେବାରେ ଫରକ ରହିଛି। ଚର୍ଚ୍ଚର ପ୍ରୋଗ୍ରାମରେ, ଚର୍ଚ୍ଚର ମିଟିଂରେ ଯୋଗ ଦେବାର ଆଉ ପ୍ରଭୁଙ୍କ ସାନ୍ନିଧ୍ୟରେ ଯୋଗ ଦେବାରେ ଫରକ ରହିଛି। ଲ୍ୟାପଟପ୍ ଅନ୍ କରିବାରେ, ୱାଇଫାଇ ସହିତ କନେକ୍ଟ ହେବାରେ ଫରକ ରହିଛି। ମୋବାଇଲ କିଣିକି ମୋବାଇଲ ଅନ୍ କରିବାରେ, ସିମ୍ ପକାଇକି ନେଟୱାର୍କ ପାଇବାରେ ଫରକ ରହିଛି। डिफरेंस अच्छी ब्रदर। आप लोग चर्च को जाते हो या प्रेजेंस ऑफ गॉड, परमेश्वर के उपस्थिति में जाकर प्रवेश करते हो, देखो तो एक बार। अगर खाली सिर्फ चर्च को, सभा को जाके आए और जीव जिंदगी परिवर्तन नहीं हुई, तो इसका मतलब आप लोग सिर्फ ट्रेडिशनली जाके आए हो। अगर जिंदगी में कुछ परिवर्तन आया है, कुछ सीख पाए, ସାଂସାରିକ ଚୁପା ପରା ଛାଡି ହେଇଗଲା, ସାଂସାରିକ ବନ୍ଧନ ଫିଟି ହେଇଗଲା, ଧୌତ ବାକ୍ୟର ଜଳରେ ଧୌତ ହେଇଗଲୁ, ଆଖି ଖୋଲି ହେଇଗଲା, ସ୍ୱର୍ଗର ସ୍ୱର୍ଗୀୟ ବିଷୟର ମୂଲ୍ୟ ଜାଣିଲୁ ମାନେ
आपण ମାନେ ଚର୍ଚ୍ଚ କୁ ସଭାକୁ ହିଁ ଯିବାଟା ହିଁ ନୁହେଁ, ଆପଣ ମାନେ ସେ ଭିତରେ ପ୍ରଭୁଙ୍କର ସାନ୍ନିଧ୍ୟରେ ବି ଲଗ୍ଇନ୍ ହେଇଗଲେ ବୋଲି ଅର୍ଥ। ଲଗ୍ଇନ୍ ଆପଣଙ୍କର ଭାଷାରେ, କମ୍ପ୍ୟୁଟର ଭାଷାରେ କହୁଛି। ଗୁଗଲ କ୍ରୋମ ସବୁ ଡାଉନଲୋଡ କରି, ୟୁଟ୍ୟୁବ ଫେସବୁକ୍ ଡାଉନଲୋଡ କରିବାଟା ବଡ କଥା ନାହିଁ, ଡାଉନଲୋଡ କରିକି ଇନଷ୍ଟାଲ କରିବାଟା ବଡ କଥା ନାହିଁ। ରେଜିଷ୍ଟର କରିକି ଲଗ୍ଇନ୍ ହେବାର ଅଛି ୱିଥ ପାସୱାର୍ଡ। ତ ପ୍ରଭୁଙ୍କର ସାନ୍ନିଧ୍ୟ ଭିତରକୁ ମଧ୍ୟ ଯିବାର। ଦୁର୍ଭାଗ୍ୟବଶତଃ ବହୁତ ସଭା ମାନଙ୍କରେ, ଗିର୍ଜା ମାନଙ୍କରେ ପ୍ରଭୁଙ୍କର ଉପସ୍ଥିତି ନାହିଁ। ଗିର୍ଜା ବହୁତ ବଡ ଥାଏ, ପ୍ରଭୁ ଆସି ନଥିବେ ସେଠି ନା। ସେ ଜିର୍ମିୟରେ କହନ୍ତି, ଆମ୍ଭେ ଆପଣା ଗୃହ ପରିତ୍ୟାଗ କଲୁ। ସୋ ଆକ୍ଚୁଆଲି ସେଠି ବିବାହ ଭୋଜରେ ସମସ୍ତେ ଭୋଜନ କରିବାରେ ପ୍ରସ୍ତୁତ ହେଇକି ବସିଥିଲେ। ଏଇ ଲୋକ ଜଣେ ସେ ଭିତରେ ଇନକ୍ଲୁଡ ଥିଲା, କିନ୍ତୁ ପ୍ରଭୁଙ୍କର ସାନ୍ନିଧ୍ୟରେ ଏଣ୍ଟ୍ରି ପାଇଲାନି। ଚର୍ଚ୍ଚ ଘରେ ସ୍ଥାନ ପାଇବାଟା ଆଉ ମଣ୍ଡଳୀରେ ସ୍ଥାନ ପାଇବାଟା ଅଲଗା ଅଟେ କି ନାହିଁ? ହଁ କି ନାହିଁ ଆଜ୍ଞା? ସାଙ୍ଗର, ସାଙ୍ଗ ପିଲାର, ନହେଲେ ଆପଣଙ୍କର ଘର ଭାଇର କି ଭଉଣୀର ସ୍କୁଲ କୁ ଗଲେ, ଆପଣ ମାନେ ସୋମବାର ଦିନ ତାକୁ ଛାଡି ଆସିବୁ ସ୍କୁଲ କୁ ଗଲେ, ହେଁ, ତ ସେ ଝିଅ କି ସେ ପୁଅ ତ ପୁରା ୟୁନିଫର୍ମ ପିନ୍ଧିକି ତାର ସ୍କୁଲରେ ଥିବ, ଆମେ ବି ତା ସହିତ ତା ଭିତରେ ଥିବୁ। ଏମିତି ଆମେ ସେଠି ସମସ୍ତେ ୟୁନିଫର୍ମ ପିନ୍ଧିକି ଥିବେ, ଷ୍ଟାଫ ଥିବେ, ଟିଚର୍ସ ଥିବେ। ଆମେ ଗେଟ୍ ଖୋଲିକି ଭିତରୁ ବି ଗଲୁ, ସମସ୍ତେ ପିଲାମାନେ ରେଡି ହଉଛନ୍ତି ଆସେମ୍ବଲି ପାଇଁ। ଆମେ ଗେଟ୍ ଭିତରେ ଥିବା ମାତ୍ରକେ ଆମେ ସ୍କୁଲରେ ଏଡମିଟ ହେଲା ପରି ନୁହେଁ ତ, ଭର୍ତ୍ତି ହେଲା ପରି ନୁହେଁ ତ। କଣ ଆପଣ ଏଇ ସ୍କୁଲରେ କାମ କରୁଛନ୍ତି କି ପଛେ? ନାଇଁ ସାର୍, ଆଉ ଆମର ଛୁଆ, ଆମ ଝିଆରୀକୁ ଛାଡିବାକୁ ଆସିଲି, ପଳାଇବୁ ଆମେ। ଆପଣ ଏଠି ପଢୁଛନ୍ତି? ନାଇଁ ସାର୍, ଆମ ଭାଇକୁ ଏଠି କଲେଜରେ ଆମେ ଛାଡିବାକୁ ଆସିଲୁ, ଆମେ ପଢୁନୁ। ସେମିତି ଭିତରେ ପଶିବା ମାତ୍ରକେ ଆପଣ ମାନେ ସେଠି ଆଡମିସନ ପାଇଲା ପରି ନୁହେଁ ବ୍ରଦର ସିଷ୍ଟର। ପରିତ୍ରାଣ ପାଇଲେ ହିଁ ମଣ୍ଡଳୀରେ ଆଡମିସନ ପାଇବେ, ତାହା ହିଁ ମନୋନୀତ